ଆଜିର ପ୍ରସଙ୍ଗ ବୀର ବାଲ୍ ଦିବସ ପାଳନର ତାତ୍ପର୍ଯ୍ୟ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଶିଖ୍ ଧର୍ମର ଦଶମ ଗୁରୁ ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ରଙ୍କ ବଳିଦାନ ସ୍ମୃତିରେ ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ବୀର ବାଲ୍ ଦିବସ। 2022 ମସିହା ଜାନୁଆରୀ 9 ତାରିଖରେ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ବର୍ଷ ଡିସେମ୍ବର 26 ତାରିଖକୁ ଗୁରୁଜୀଙ୍କ ସାହେବଜାଦେଙ୍କ ବଳିଦାନ ସ୍ମୃତିରେ ବୀର ବାଲ୍ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ସେହି ବର୍ଷଠାରୁ ପ୍ରତିବର୍ଷ ଡିସେମ୍ବର 26 ତାରିଖକୁ ବୀର ବାଲ୍ ଦିବସ ଭାବେ ପାଳନ କରାଯାଇ ଆସୁଛି। 1699 ମସିହାରେ ଗୁରୁ ଗୋବିନ୍ଦ ସିଂ ଜୀ ଖାଲସା ପନ୍ଥ ପ୍ରତିଷ୍ଠା କରିଥିଲେ। ଗୁରୁଜୀଙ୍କ 4 ଜଣ ଯାକ ପୁତ୍ର ସାହେବଜାଦେ ଏହି ଖାଲସାର ଅଂଶ ଥିଲେ। ସେମାନେ ହେଲେ ଅଜିତ ସିଂ, ଜୁଝାର ସିଂ, ଫତେହ ସିଂ ଓ ଜୋରାବର ସିଂ। 1705 ମସିହାରୁ ପଞ୍ଜାବରେ ମୋଗଲ ଶାସନ ଚାଲିଥିଲା। ଗୁରୁଜୀଙ୍କୁ ଧରିବା ପାଇଁ ମୋଗଲଙ୍କ ପକ୍ଷରୁ ଆପ୍ରାଣ ଚେଷ୍ଟା ଚାଲିଥିଲା। ଗୁରୁ ଗୋବିନ୍ଦଜୀ ପରିସ୍ଥିତି ଦୃଷ୍ଟିରୁ ପରିବାରଠାରୁ ଅଲଗା ହୋଇଯାଇଥିଲେ। ତାଙ୍କ ପତ୍ନୀ ମାତା ଗୁଜରୀ ବାବା, ଜୋରାବର ସିଂ ଏବଂ ଫତେହ ସିଂଙ୍କୁ ସାଙ୍ଗରେ ଧରି ରୋଷେୟା ଗଙ୍ଗୁଙ୍କ ସହ ଏକ ଗୁପ୍ତ ସ୍ଥାନକୁ ପଳାଇଥିଲେ। ସେତେବେଳେ ବାବା ଜୋରାବରଙ୍କୁ 7 ବର୍ଷ ଏବଂ ଫତେହଙ୍କୁ 9 ବର୍ଷ ବୟସ ହୋଇଥିଲା। ଲୋଭର ବଶବର୍ତ୍ତୀ ହୋଇ ରୋଷେୟା ଗଙ୍ଗୁ ପରିବାର ସମ୍ପର୍କିତ ସୂଚନା ନବାବ ୱାଜିର ଖାଁଙ୍କୁ ଜଣାଇଥିଲେ। ନବାବ ମାତା ଗୁଜରୀ ଏବଂ 2 ସାହେବଜାଦେଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲେ ଏବଂ ତାଙ୍କୁ ଅକଥନୀୟ ନିର୍ଯାତନା ମଧ୍ୟ ଦେଇଥିଲେ। ତେବେ ସେମାନେ ତାହା କରିବାକୁ ମନା କରିଦେଇଥିଲେ। ଅନ୍ୟପକ୍ଷରେ ମୋଗଲଙ୍କ ସହ ଯୁଦ୍ଧରେ ବାବା ଅଜିତ ସିଂ ଏବଂ ଜୁଝାର ସିଂ ଶହୀଦ ହୋଇଥିଲେ। ଧର୍ମ ପରିବର୍ତ୍ତନ କରିବାକୁ ରାଜି ନ ହେବାରୁ ୱାଜିର ଖାଁ ଉଭୟ ସାହେବଜାଦେ ବାବା ଫତେହ ଏବଂ ବାବା ଜୋରାବରଙ୍କୁ କାନ୍ଥରେ ଜୀବିତ ଅବସ୍ଥାରେ ସମାଧି ଦେଇଥିଲେ। ସେହିଦିନ ଥିଲା ଡିସେମ୍ବର 26 ତାରିଖ। ମାତା ଗୁଜରୀ ଏହା ଜାଣିବା ପରେ ସେ ମଧ୍ୟ ଜୀବନ ତ୍ୟାଗ କରିଥିଲେ। ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଏହି ସାହେବଜାଦେଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ବୀର ବାଲ୍ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 7ଟି କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 17 ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିଛନ୍ତି। କଳା ଓ ସଂସ୍କୃତି, ସାହସିକତା, ଉଦ୍ଭାବନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସମାଜସେବା, କ୍ରୀଡ଼ା ଓ ପରିବେଶ ଆଦି ବିଭିନ୍ନ କ୍ଷେତ୍ର ପାଇଁ ଓଡ଼ିଶା ସମେତ 14ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର 17 ଜଣ ଶିଶୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ପଦକ, ସାର୍ଟିଫିକେଟ୍ ଏବଂ ପ୍ରଶଂସାପତ୍ର ପୁସ୍ତିକା ପ୍ରଦାନ କରାଯାଇଛି। ପିଲାମାନଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ରାଷ୍ଟ୍ରପତି କହିଛନ୍ତି, ପ୍ରତ୍ୟେକ ଶିଶୁଙ୍କ ପାଖରେ ଅତୁଳନୀୟ ଗୁଣ ରହିଛି। ସେମାନଙ୍କର ସଫଳତା ଦେଶର ପ୍ରତ୍ୟେକଙ୍କୁ ପ୍ରେରଣା ଯୋଗାଇବ। ପିଲାଙ୍କର ସଫଳତା ସମ୍ପର୍କିତ ଉପଲବ୍ଧିକୁ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରିବା ଉପରେ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ପୁରସ୍କାର ପାଇଥିବା ପିଲାମାନଙ୍କ ମଧ୍ୟରେ ବିଶ୍ୱ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଢେଙ୍କାନାଳ ଜିଲ୍ଲାର ପ୍ରୀତିସ୍ମିତା ଭୋଇ ଅଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସାହେବଜାଦେମାନଙ୍କର ଅତୁଳନୀୟ ସାହସିକତା ଏବଂ ବଳିଦାନକୁ ସ୍ମରଣ କରିଥିଲେ। ଆଜିର ପୁରସ୍କାର ବିଜେତାମାନେ ଦେଶର ଶିଶୁ ଏବଂ ଯୁବକ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରୁଥିବାର ପ୍ରମାଣ କରିଛନ୍ତି। ଯୁବବର୍ଗ ସାହେବଜାଦେମାନଙ୍କ ବଳିଦାନ ସମ୍ପର୍କରେ ଜାଣିବା ଉଚିତ। ଗଣତନ୍ତ୍ର ଏକ ରାଷ୍ଟ୍ରକୁ ସମାଜରେ ଶେଷ ବ୍ୟକ୍ତିଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ। କେହି ଛୋଟ କିମ୍ବା ବଡ଼ ନୁହନ୍ତି ବୋଲି ସମ୍ବିଧାନ ଆମକୁ ଶିକ୍ଷା ଦେଇଥାଏ। ଏହାରି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସାହେବଜାଦେମାନଙ୍କ ଜୀବନାଦର୍ଶ ଆମକୁ ଅଖଣ୍ଡତା ଏବଂ ଆଦର୍ଶରେ ସାଲିସ ନ କରିବାକୁ ଶିକ୍ଷା ଦେଇଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଏକବିଂଶ ଶତାବ୍ଦୀର ଗତିବିଧି ପର୍ଯ୍ୟନ୍ତ ଭାରତୀୟ ଯୁବବର୍ଗ ପ୍ରତ୍ୟେକ କ୍ଷେତ୍ରରେ ବିପ୍ଳବ ଆଣିପାରିଛନ୍ତି। ଆଜି ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ନୂତନ ଆବଶ୍ୟକତା, ଆଶା ଏବଂ ଭବିଷ୍ୟତର ମାର୍ଗ ସୃଷ୍ଟି ହେଉଛି। ଯୁବବର୍ଗ ଏହି ପରିବର୍ତ୍ତନ ସହ ତାଳ ଦେଇ ଆଗେଇ ଚାଲିଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଫିଟ୍ ଇଣ୍ଡିଆ, ଖେଲୋ ଇଣ୍ଡିଆ ଆଦି କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନ ଶୁଭାରମ୍ଭ କରିବା ସହ ଶ୍ରେଷ୍ଠ ବିବେଚିତ 1000 ଗ୍ରାମ ପଞ୍ଚାୟତକୁ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶ, ଜାତି ତଥା ସମାଜ ପାଇଁ ସାହସିକତା, ଅଦମ୍ୟ ଚେଷ୍ଟା ଏବଂ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିଥିବା ପ୍ରତ୍ୟେକ ଶିଶୁ ହେଉଛନ୍ତି ଜଣେ ଲେଖାଏଁ ବୀର ବାଲ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।